आजिर वीडियो रे आमे लाल बाल पाल क जीवनी विषय रे कथा हब। लाल लाला राजपत राय, बाल बाल गंगाधर तिलक एवं पाल बिपिन चंद्र पाल। तो लाल बाल पाल विंश शताब्दीर प्रारंभ में भारतीय स्वाधीनता संग्राम तीन जन प्रमुख उग्र राष्ट्रवादी नेता त्रिमूर्ति को बुझाए। ये तीन नेता थिले जेमिति मु कहली लाला राजपत राय पंजाब रु, बाल गंगाधर तिलक महाराष्ट्र एवं बिपिन चंद्र पाल बंगलारू। এই ত্রিমূর্তি ଭାରତର ଉତ୍ତର ପଶ୍ଚିମ ପୂର୍ବ ପ୍ରାନ୍ତକୁ ଏକାଠି ଯୋଡ଼ି ସ୍ୱାଧୀନତା ଆନ୍ଦୋଳନକୁ ସାଧାରଣ ଜନତାଙ୍କ ଆନ୍ଦୋଳନରେ ପରିଣତ କରିଥିଲେ। 1905 ମସିହାର ବଙ୍ଗଭଙ୍ଗ ବିରୋଧରେ ସେମାନେ ସ୍ୱଦେଶୀ ଆନ୍ଦୋଳନ ନେତୃତ୍ୱ ନେଇ ସ୍ୱଦେଶୀ ପଣ୍ୟର ବ୍ୟବହାର, ବିଦେଶୀ ବସ୍ତୁର ବର୍ଜନ ଏବଂ ସ୍ୱରାଜର ନାରା ଦେଇଥିଲେ। ତ ଫାର୍ଷ୍ଟ ଜାଣିବା ପଞ୍ଜାବ କେଶରୀ ଲାଲା ରାଜପତ ରାୟଙ୍କ ବିଷୟରେ, ଯାହାକୁ ଲାଲ କୁହାଯାଏ। ଲାଲା ରାଜପତ ରାୟଙ୍କ ଜନ୍ମ 28 ଜାନୁଆରୀ 1865 ମସିହାରେ ହୋଇଥିଲା ପଞ୍ଜାବରେ। ତାଙ୍କୁ ଉପାଧି ମିଳିଛି କ'ଣ ନା ପଞ୍ଜାବ କେଶରୀ, ପଞ୍ଜାବର ସିଂହ। ଲାଲା ରାଜପତ ରାୟ ପଞ୍ଜାବର ଧୁଡିକେ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଲାହୋରର ସରକାରୀ କଲେଜରୁ ଆଇନ ପଢ଼ି ଓକିଲାତି ଆରମ୍ଭ କରିଥିଲେ। ସେ ଆର୍ଯ୍ୟ ସମାଜ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇ ସାମାଜିକ ସଂସ୍କାର ଓ ଜାତୀୟ ଜାଗରଣରେ ଅଂଶଗ୍ରହଣ କରିଥିଲେ। ସେ ଉତ୍ତର ଭାରତରେ ସ୍ୱଦେଶୀ ଆନ୍ଦୋଳନ ନେତୃତ୍ୱ ନେଇଥିଲେ ଏବଂ ଜାତୀୟ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। 1917 ମସିହାରେ ସେ ଆମେରିକାର ନ୍ୟୁୟର୍କଠାରେ ଇଣ୍ଡିଆନ ହୋମ ରୁଲ ଲିଗ ଅଫ ଆମେରିକା ପ୍ରତିଷ୍ଠା କରି ଭାରତର ସ୍ୱାଧୀନତା ପାଇଁ ଆନ୍ତର୍ଜାତୀୟ ସମର୍ଥନ ହାସଲ କରିଥିଲେ। ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ଲକ୍ଷ୍ମୀ ଇନ୍ସୁରାନ୍ସ କମ୍ପାନୀର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। 1921ରେ ସର୍ଭାଷ୍ଟନ୍ସ ଅଫ ଦି ପିପଲ ସୋସାଇଟି ଗଠନ ସେ କରିଥିଲେ। 1928 ଅକ୍ଟୋବରରେ ଲାହୋରଠାରେ ସାଇମନ କମିଶନ ବିରୋଧରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ନେତୃତ୍ୱ ନେବା ସମୟରେ ପୁଲିସ ସୁପରିଟେଣ୍ଡେଣ୍ଟ ଜେମ୍ସ ଏ ଷ୍ଟଙ୍ଗଙ୍କ ବିରୁଦ୍ଧରେ ନିର୍ଦ୍ଦେଶରେ ସୈନିକମାନେ ତାଙ୍କ ଉପରେ ପ୍ରଚଣ୍ଡ ଲାଠିଚାଳନା କରିଥିଲେ। ଗୁରୁତର ଆହତ ହୋଇ ସେ କହିଥିଲେ, ମୋ ଶରୀର ଉପରେ ପଡ଼ିଥିବା ପ୍ରତ୍ୟେକ ଲାଠିର ପ୍ରହାର ବ୍ରିଟିଶ ସାମ୍ରାଜ୍ୟର ଶବଧାରାର ଶେଷ କଣ୍ଟା ସାବ୍ୟସ୍ତ ହେବ। 1928 ନଭେମ୍ବର 17 ତାରିଖରେ ସେ ଶହୀଦ ହୋଇଥିଲେ, ଯାହା ଭଗତ ସିଂଙ୍କ ଭଳି ବିପ୍ଳବୀମାନଙ୍କୁ ଗଭୀର ଭାବେ ପ୍ରେରିତ କରିଥିଲା। ବାଲ ଗଙ୍ଗାଧର ତିଲକ, ଯାହାକୁ ଆମେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ କୁହନ୍ତି, ତାଙ୍କ ଜନ୍ମ 23 ଜୁଲାଇ 1856ରେ ହୋଇଥିଲା ମହାରାଷ୍ଟ୍ରରେ। ତାଙ୍କୁ ଲୋକମାନ୍ୟ ଉପାଧିରେ, ଯାହାକୁ କି ଲୋକମାନେ ହିଁ ଦେଇଛନ୍ତି। ମହାରାଷ୍ଟ୍ରର ରତ୍ନାଗିରିରେ ଜନ୍ମିତ ତିଳକ ଜଣେ ଗଣିତଜ୍ଞ, ଆଇନଜୀବୀ, ଶିକ୍ଷାବିତ ଓ ସାମ୍ବାଦିକ ଥିଲେ। ଜନସାଧାରଣଙ୍କ ମଧ୍ୟରେ ଜାଗରଣ ଆଣିବା ପାଇଁ ସେ ପୁନେଠାରେ ଡେକାନ ଏଜୁକେସନ ସୋସାଇଟି ଏବଂ ଫର୍ଗୁସନ କଲେଜ ପ୍ରତିଷ୍ଠା କରିଥିଲେ। ଜନସାଧାରଣଙ୍କୁ ଏକାଠି କରିବା ପାଇଁ ସେ ଗଣେଶ ଉତ୍ସବ ଏବଂ ଶିବାଜୀ ଜୟନ୍ତୀକୁ ସାର୍ବଜନୀନ ଉତ୍ସବର ରୂପ ଦେଇଥିଲେ। ସେ ମରାଠୀ ଭାଷାରେ କେସରୀ ଏବଂ ଇଂରାଜୀ ଭାଷାରେ ମହାରାଠା ନାମକ ଦୁଇଟି ପତ୍ରିକା ପ୍ରକାଶ କରି ବ୍ରିଟିଶ ଶାସନର କଠୋର ସମାଲୋଚନା କରିଥିଲେ। ତାଙ୍କର ନାରା ଥିଲା, ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ପ୍ରସିଦ୍ଧ ନାରା କହିଥିଲେ, ସ୍ୱରାଜ ମୋର ଜନ୍ମସିଦ୍ଧ ଅଧିକାର ଏବଂ ମୁଁ ଏହାକୁ ହାସଲ କରି ରହିବି। 1916 ମସିହାରେ ସେ ଆନି ବେସାନ୍ତଙ୍କ ସହ ମିଶି ଅଲ ଇଣ୍ଡିଆ ହୋମ ରୁଲ ଲିଗ ସ୍ଥାପନ କରି ସ୍ୱାୟତ୍ତ ଶାସନ ଦାବି କରିଥିଲେ। ମାଣ୍ଡଲେ ଜେଲରେ ଥିବା ସମୟରେ ସେ ଗୀତା ରହସ୍ୟ ଗ୍ରନ୍ଥ ରଚନା କରିଥିଲେ। ତାଙ୍କର ମୃତ୍ୟୁ ହୋଇଥିଲା 1 ଅଗଷ୍ଟ 1920 ମସିହାରେ। ତାପରେ କଥା ହେବା ବିପିନ ଚନ୍ଦ୍ର ପାଲ, ବିପ୍ଳବୀ ଚିନ୍ତାଧାରାର ଜନକ। ତାଙ୍କର ଜନ୍ମ 7 ନଭେମ୍ବର 1858ରେ ହୋଇଥିଲା ବଙ୍ଗଳାରେ। ବିପିନ ଚନ୍ଦ୍ର ପାଲ ବର୍ତ୍ତମାନ ବାଂଲାଦେଶ ଅନ୍ତର୍ଗତ ସିଲହେଟ୍ର ପୋଏଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କଲିକତାର ପ୍ରେସିଡେନ୍ସି କଲେଜରେ ଶିକ୍ଷା ଲାଭ କରିବା ସମୟରେ ସେ ବ୍ରାହ୍ମ ସମାଜ ଦ୍ୱାରା ପ୍ରଭାବିତ ହୋଇ କୁସଂସ୍କାର ଓ ଜାତିପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ସେ ବଙ୍ଗଳାରେ ସ୍ୱଦେଶୀ ଆନ୍ଦୋଳନର ମୁଖ୍ୟ ନେତା ଥିଲେ। ଅସହଯୋଗ, ବିଦେଶୀ ବସ୍ତୁ ବର୍ଜନ ଏବଂ ଜାତୀୟ ଶିକ୍ଷା ମାଧ୍ୟମରେ ସ୍ୱରାଜ ହାସଲ କରିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା। ସେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ବକ୍ତା ଥିଲେ। ସେ ନ୍ୟୁ ଇଣ୍ଡିଆ, ବନ୍ଦେ ମାତରମ୍ ଆଦି ପତ୍ରିକା ଜରିଆରେ ରାଷ୍ଟ୍ରବାଦୀ ଚିନ୍ତାଧାରା ପ୍ରଚାର କରିଥିଲେ। 1907 ମସିହାରେ ରାଜଦ୍ରୋହ ମାମଲାରେ ଶ୍ରୀ ଅରବିନ୍ଦଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ମନା କରିବାରୁ ତାଙ୍କୁ 6 ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ଲାଲ ବାଲ ପାଲଙ୍କ ମିଳିତ ପ୍ରଭାବ ଥିଲା ନୀତିଗତ ପରିବର୍ତ୍ତନ। କଂଗ୍ରେସର ପ୍ରାରମ୍ଭିକ ନରମପନ୍ଥୀ ନୀତି ବଦଳରେ ଚରମପନ୍ଥୀ ବା ଗରମପନ୍ଥୀ ନୀତି ଆପଣେଇଥିଲେ। ରାଷ୍ଟ୍ର ଏକତା,
पंजाब महाराष्ट्र बंगाला को गोटे सूत्र में बांधी भारतीय स्वाधीनता संग्राम को एक सार्वजनिक रूप देते। सुरट विभाजन 1907 होता। 1907 कांग्रेस सुरट अधिवेशन में नरमपंथी एवं चरमपंथी अलग होगा पर यह त्रिमूर्ति चरमपंथी दलर मुख्य नेतृत्व नहीं। गांधी पूर्वसूरी परवर्ती समय महात्मा गांधी आरंभ करते असहयोग और स्वदेशी आंदोलन भित्तिभूमि यही 3 जन नेता द्वारा प्रस्तुत हो सारी थिला। वीडियोटी केमती लगिला मते कमेंट करके जणाइबो। जदि भलो लागिला ताले लाइक कर दो, वीडियो को शेयर करो, चैनल को सब्सक्राइब करी बेल आइकन प्रेस करी ऑल नोटिफिकेशन को ऑन रखि थाओ। ताले रोची देखाबा के वीडियो रे। नमस्कार।